ସାଙ୍ଗମାନେ ଆପଣମାନେ ଜାଣିଥିବେ ଓଡ଼ିଶାରେ ଏବେ ଚାଲିଛି ବାହାଘର ସିଜନ୍। ଓଡ଼ିଆ ବାହାଘରରେ ବରକନ୍ୟା କେହି ଦେଖନ୍ତିନି। ସମସ୍ତଙ୍କ ନଜର ଥାଏ ସେ କ୍ୟାଟରିଂ ବାଲା ଉପରେ। ଆଉ ସମସ୍ତେ ଜାଣିଥିବ ବାହାଘରରେ ସବୁ ଆସନ୍ତି ରିଲେଟିଭ୍। ସେ ଜଣେ ଜଣେ ମଉସା ଥିବେ ସେ ଖାଇବାକୁ ନୁହେଁ ଇନ୍ସପେକ୍ସନ୍ କରିବାକୁ ଆସନ୍ତି। ସେ ପଚାରିବେ ଏଇଟା କ'ଣ ଦେଶୀ ଖାସି ନା କଲିକତା ବାଲା? ସେଠି ଗୋଟେ ଦେଖିଥିବେ ମଟନ୍ ଯୋଉଠି ବଢ଼ା ହଉଥିବ ସେ ଜାଗାରେ ଲାଗିଥିବ ଗୋଟେ ମଟନ୍ ଲାଇନ୍। ଆଉ ସବୁଠୁ ବଡ଼ ଯୁଦ୍ଧ ହୁଏ ସେ ମଟନ୍ କାଉଣ୍ଟର ପାଖରେ। ସେଇଠି ଡେମୋକ୍ରେସି କାମ କରେନି। ଯାହାର ପ୍ଲେଟ୍ ଯେତେ ଆଗରେ ସେ ସେତେ ବଡ଼ ବାହୁବଳୀ, ସେ ସେତେ ପାୱାରଫୁଲ୍। ପଛରୁ ଶୁଭୁଥିବ ଆରେ ଭାଇ ମୋ ପ୍ଲେଟ୍ରେ ଖାଲି ହାଡ଼ କାହିଁ ପକେଇଲୁ? ମୁଁ କ'ଣ ପୋଲିସ କୁକୁର? ଆଉ ଜଣେ ଦେଖୁଥିବେ ସେ ଯୋଉ ଲାଷ୍ଟକୁ ଆସିବେ ଏସବୁ ତାଙ୍କ ଆସିଲା ବେଳକୁ ସବୁ ମଟନ୍ ଫଟନ୍ ସବୁ ସରିଯାଇଥିବ। ସେ ମନ ବୁଝିବା ପାଇଁ ନିଜ ମନ ତ ନିଜେ ବୁଝେଇବେ ଆଉ ଲୋକଙ୍କୁ ଦେଖିବା ପାଇଁ କହିବେ ଆଜିକାଲି ଆଉ କ'ଣ ସେଇଭଳିଆ ଟେଷ୍ଟ ହେଉଛି? ଆଜିକାଲି ସବୁ ମିଲାବଟ। ସେଥିପାଇଁ ସେ ପ୍ଲେଟ୍ରେ ଖାଲି ମଟନ୍ ଜାଗାରେ ଖାଲି ସାଲାଡ଼ ଆଉ ବୁନ୍ଦିଆ ଧରି ବୁଲୁଥିବେ। ଆମ ଓଡ଼ିଶା ବାହାଘରରେ କାର୍ଡ଼ ଦେବାଟା ସବୁଠୁ ବଡ଼ ଟାସ୍କ। ଯାହା ଘରକୁ ଯିବେ ସେମାନେ କାର୍ଡ଼ ଦେଖିବେନି, ଆଗ ଦେଖିବେ ମିଠା ପ୍ୟାକେଟରେ କ'ଣ ଅଛି। ଯଦି କୋରାପୁଟ ଗଜା ଅଛି ତେବେ ବାହାଘର ହିଟ୍। ଯଦି ଖାଲି ବୁନ୍ଦିଆ ଲଡ଼ୁ ତେବେ ସେମାନେ କହିବେ ଛାଡ଼ ଏମାନେ କଞ୍ଜୁସ୍। ଆଉ ଭୋଜିରେ ପନିର ଖୁଆଇଦେବେ। ଆଉ ଭୋଜି ଷ୍ଟାର୍ଟ ହେବା ଆଗରୁ ଜଣେ ମଉସା ଯାଇ ପହଞ୍ଚି ଯାଇଥିବେ। ସେ ବରକନ୍ୟାକୁ ଦେଖିବେନି, ସିଧା ରୋଷେଇଆ ଶାଳକୁ ଯିବେ। ଧୂଆଁ ଭିତରେ ପଶି ପଚାରିବେ କିଓ ରୋଷେଇଆ ମସଲା କମ୍ ହେଇଛି କି? ବାସନା କାହିଁ ଠିକ୍ ଆସୁନାହିଁ। ଆରେ ମଉସା, ସେ ରୋଷେଇଆ କହିବ ଆରେ ମଉସା ଆପଣ ଖାଇବାକୁ ଆସିଛନ୍ତି ନା ଏଠି ରୋଷେଇ କରିବା ଜଜ୍ ହେଇଛନ୍ତି? ବାହାଘରରେ ସବୁଠୁ ପାୱାରଫୁଲ୍ କିଏ କହିଲେ? ଯଦି ଆପଣ ଭାବୁଛନ୍ତି ପୁଅ ପକ୍ଷ କି ଝିଅ ପକ୍ଷ କି ବାପା ମା ଶାଶୁ ଶ୍ୱଶୁର କିଏ ଥିବେ, ନା କେହି ନୁହନ୍ତି। ସବୁଠୁ ପାୱାରଫୁଲ୍ ହେଉଛନ୍ତି ସେ ବାଢ଼ିଲା ବାଲା ଯେଉଁମାନେ ଠିଆ ହେଇଛନ୍ତି କାଉଣ୍ଟରରେ। ଆଜ୍ଞା, ସେଇମାନେ ହିଁ ସବୁଠୁ ବଡ଼ ପାୱାରଫୁଲ୍। ସେମାନେ ଚାହିଁଲେ ମାନେ ସେ ଯେଉଁ କାଉଣ୍ଟରରେ ଆପଣ ଠିଆ ହେଇଥିବେ ଯେଉଁ ଖାଇବା କାଉଣ୍ଟରରେ ସେଠି କେହି କାହାର ନୁହନ୍ତି। ମାନେ ସେଇ ଲୋକ ଚାହିଁଲେ ଆପଣଙ୍କୁ ମଟନରେ ନଳି ଦେଇପାରିବେ କି ଚର୍ବି ଦେଇପାରିବେ, ନହେଲେ ନାହିଁ ଖାଲି ଝୋଳ ମସଲା ଦେଇ ବିଦା କରିଦେବେ। ତମ ଭାଗ୍ୟ ଭଲ ସେକେଣ୍ଡ ଟାଇମ୍ ମାଗିବନି। ସେକେଣ୍ଡ ଟାଇମ୍ ମାଗିଲେ ସେ ଏମିତି ଲୁକ୍ସ ଦେବେ ତମେ କହିବ ମୁଁ ପ୍ଲେଟ୍ ଏଠି ଛାଡ଼ିକି ପଳଉଛି ଭାଇ, ମୁଁ ଆଉ ଖାଇନି, ମୋର ଇଚ୍ଛା ନାହିଁ। ଆଉ ଲାଷ୍ଟକୁ ଆସେ ଆଇସ୍କ୍ରିମ୍। ହଁ, ସେଇଠି ଛୋଟ ପିଲାଙ୍କଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟେ ଗୋଟେ ଛୋଟ ଚାମଚ ପାଇଁ ଯୁଦ୍ଧ କରନ୍ତି। ଜଣେ ତ ଘରକୁ ଆଇସ୍କ୍ରିମ୍ ନେବା ପାଇଁ ପ୍ଲାଷ୍ଟିକ୍ କପ୍ ଖୋଜୁଥାନ୍ତି। ଭୋଜି ସରିଲା ବେଳକୁ ସମସ୍ତଙ୍କ ପେଟ ଏମିତି ବାହାରିଥିବ ଯେମିତି ସେମାନେ କେଉଁ ଯୁଦ୍ଧ ଜିତିକି ଫେରୁଛନ୍ତି। ବାହାରକୁ ଆସି କହିବେ ହଁ ଠିକ୍ ଥିଲା, କିନ୍ତୁ ମଟନ୍ଟା ଆଉ ଟିକେ ଭଲ ସିଝିଥିଲେ ହେଇଥାନ୍ତା। ଆପଣମାନଙ୍କର ଏକ୍ସପିରିଏନ୍ସ କ'ଣ ମଟନ୍ ଭୋଜିକୁ କି ସାଧା ଭୋଜିକୁ? ଆପଣ ଯାହା ବି ଖାଆନ୍ତି, ମୁଁ ତ ସାଧା ଭୋଜି ପ୍ରିଫର୍ କରେନି। ଭୋଜିରେ ସବୁବେଳେ ଆଇଁଷ ହିଁ ଖାଇବ। ସାଧା କାହିଁ, ସାଧା ତ ଘରେ ଖାଉଛ, ବାହାରେ ଯାଇକି ସାଧା ଖାଇବ। ଆପଣଙ୍କ ପର୍ସନାଲ୍ ପସନ୍ଦ, ମୁଁ ଆପଣଙ୍କ ଚଏସ୍କୁ କିଛି କହୁନି। ଆପଣ ଟିକେ ଏକ୍ସପିରିଏନ୍ସ ଜଣାନ୍ତୁ, ଆପଣଙ୍କର ଭୋଜିର ଏକ୍ସପିରିଏନ୍ସ ଏବେ ରିସେଣ୍ଟଲି କେମିତି ହେଇଛି। ଆଉ ସେୟାର କରନ୍ତୁ ଗ୍ରୁପ୍ ହ୍ୱାଟ୍ସଆପ୍ ଗ୍ରୁପ୍ରେ, ସବୁ ଆପଣଙ୍କ ପର୍ସନାଲ୍ ଗ୍ରୁପ୍ରେ ଭିଡ଼ିଓଟାକୁ। ଆଉ କେମିତି ଲାଗିଲା ଜଣାଇବେ, ଲାଇକ୍ ସେୟାର କରିଦିଅନ୍ତୁ। ରହିଲି, ନମସ୍କାର।